नमस्कार बंधु, स्वागत आपनको मोर ये गोटे नुआ अध्याय। तो आम पूर्व अध्याय जानी स्त्री मानकर जानिबा जरूरी। आउ आज आम यही अध्याय जानिबा मनुष्य लागे केउटी शुद्ध। तो चलतु बंधु, डेरी नक आम आरंभ करवा। मनुष्य लागे केउटी शुद्ध, जहार अभिजात सत्य तथा परिहित युक्त अर्थ सेही अर्थयुद्ध, ଯେଉଁଥିରେ ନିଜର ସମ୍ମାନ ସତ୍ୟ ତଥା ହିତପୂର୍ଣ୍ଣ ସେହିପରି କଥା ଶୁଦ୍ଧ, ଯେଉଁଥିରେ ନିଜର ସୁଖ ବାସନା ତ୍ୟାଗ ଏବଂ ପ୍ରେମାସ୍ପଦକୁ ସୁଖୀ କରିବାକୁ ଏକାନ୍ତ ଇଚ୍ଛା ଓ କ୍ରିୟା ସହଜ ଅଟେ, ସେହି ପ୍ରେମ ଶୁଦ୍ଧ ଅଟେ। ଆଗକୁ ଯିବା। ସେପରି ସେବା ବଦଳରେ ନିଷ୍କାମ ସେବା କରିବାର ବୃତ୍ତି ଉତ୍ତରୋତ୍ତର ବଢ଼େ, ସେହି ସେବା ଶୁଦ୍ଧ। ଆଗକୁ ଯିବା। ଯେଉଁ ବ୍ୟାପାରରେ ହିଂସା ପରହିତର ଚୋରି ଆଦି ନ ହୋଇ କେବଳ ଆଜୀବିକା ନିର୍ବାହାର୍ଥ ସତ୍ୟତା ଅଛି, ସେହି ବ୍ୟାପାର ଶୁଦ୍ଧ। ଆଗକୁ ଯିବା। ଯେଉଁଥିରେ ଘାବରେଇବା ଭଳି ଶବ୍ଦ ଜନ୍ମ ନେଉନଥିବ, ଯାହା ସତ୍ୟ ହୋଇଥିବ, ମଧୁର ଏବଂ ହିତକର ହୋଇଥିବ, ସେହି ବାଣୀ ଶୁଦ୍ଧ। ଆଗକୁ ଯିବା। ଯେଉଁଥିରେ ଅହିଂସା ସେବା, ଗୁରୁଜନ ପୂଜନ, ବ୍ରହ୍ମଚର୍ଯ୍ୟ, ନିରାଭିମାନ ଯୁକ୍ତ ବିନୟ ଯୁକ୍ତ, ସେ ଶୁଦ୍ଧ। ଆଗକୁ ଯିବା। ଯାହାର ଶୁଦ୍ଧପାନ ଭୋଜନରେ ପୋଷିତ ତଥା ଭଜନ ପରାୟଣ ଅଟେ, ସେହି ଶରୀର ଶୁଦ୍ଧ ଅଟେ। ଆଗକୁ ଯିବା। ଯେଉଁଥିରେ ପ୍ରସନ୍ନତା, ନିର୍ମଳତା, ଦୟା, ସତ୍ ଈଶ୍ୱର ଚିନ୍ତନ ଏବଂ ଶୁଦ୍ଧ ଭାବ ଓ ବିଚାର ପରାୟଣ ଥିବ, ଯେ କେବେ ବ୍ୟର୍ଥ ଅନର୍ଥ କଥା ଚିନ୍ତା କରୁନଥିବ, ସେହି ମନୁଷ୍ୟ ଶୁଦ୍ଧ। ଆଗକୁ ଯିବା। ଯେଉଁଥିରେ ମଦ୍ୟ, ମାଂସ, ଅଣ୍ଡା, ତାମସୀ ବସ୍ତୁ, ଉଚ୍ଛିଷ୍ଟ ଆଦି ନଥିବ, ଯାହା ଖାଇବା ଲୋକ ନିମନ୍ତେ ସୁଖପ୍ରଦ ତଥା ଚୋରି ପଦାର୍ଥ ହୋଇ ନଥିବ, ସେହି ଖାଦ୍ୟ ପ୍ରେୟ ଶୁଦ୍ଧ। ଆଗକୁ ଯିବା। ଯେଉଁଥିରେ ରାଜସ, ତାମସ, ଶୃଙ୍ଗାର ନଥିବ, ହିଂସା ନଥିବ, ଚୋରି ଯୋଗେ ସଞ୍ଚୟ ହୋଇନଥିବ, ନିଜର ବା ଅନ୍ୟର ମନରେ ବିକାର ନ ଜନ୍ମାଇ ଶୁଦ୍ଧ ଭାବ ଜାତ କରାଉଥିବ, ସ୍ୱଚ୍ଛ ସାଦା ତଥା ପବିତ୍ର ଥିବ, ନିର୍ମଳ ଶୁଦ୍ଧ ସାଧନା ଦ୍ୱାରା ପବିତ୍ର ଅଟେ। ଆଗକୁ ଯିବା। ଯାହାଦ୍ୱାରା ମନର ସେବା ଭାବନା, ତ୍ୟାଗ ଭାବନା, ସାଦାସିଧା ଭାବ, ଇନ୍ଦ୍ରିୟ ସଂୟମ, ଦୈବୀ ସମ୍ପଦର ଗୁଣ, ଭଗବତ ଶକ୍ତି ଭୋଗ ବ୍ୟକ୍ତିର ଆଦି ଉତ୍ପନ୍ନ ହେଉଥିବ, ସେହି ସତ୍ସଙ୍ଗ ତଥା ସେହି ସ୍ୱାଧ୍ୟାୟ ଶୁଦ୍ଧ ଅଟେ। ତ ବନ୍ଧୁ, ଆଜି ଆମେ ଜାଣିଲେ ମନୁଷ୍ୟ ଲାଗି କେଉଁଟି ଶୁଦ୍ଧ। ଆଜି ପାଇଁ ଏତିକି। ଆମେ ଆଗାମୀ ଅଧ୍ୟାୟରେ ଜାଣିବା ବିହାର ପ୍ରସଙ୍ଗ। ତ ବନ୍ଧୁ, ସେଇ ପର୍ଯ୍ୟନ୍ତ ନମସ୍କାର।